ଯେତେ ବି ୟୁଟ୍ୟୁବର ମାନେ ଅଛନ୍ତି ସମସ୍ତଙ୍କର କେବଳ ଗୋଟିଏ ଟେନସନ କି କେମିତି ଚ୍ୟାନେଲର ସବସ୍କ୍ରାଇବଟି ବଢିବ। ଛୋଟ ୟୁଟ୍ୟୁବର ହୁଅନ୍ତୁ ବା ବଡ ୟୁଟ୍ୟୁବର ହୁଅନ୍ତୁ ବା ନୂଆ ୟୁଟ୍ୟୁବର ହୁଅନ୍ତୁ ବା ପୁରୁଣା ୟୁଟ୍ୟୁବର ହୁଅନ୍ତୁ, ସମସ୍ତେ ଚାହାନ୍ତି କି କେମିତି ମୋର ସବସ୍କ୍ରାଇବଟି ବଢିବ। ହେଲେ କିନ୍ତୁ ସେମାନେ ଯେତେ ଭାବିଲେ କି ଯେତେ ଟେନସନ ନେଲେ ମଧ୍ୟ ତାଙ୍କ ଚ୍ୟାନେଲରେ ସବସ୍କ୍ରାଇବଟି ବଢେ ନାହିଁ। ଏହାର ମେନ୍ ରିଜନ କଣ ଏବଂ ଆପଣମାନେ କେମିତି ସବସ୍କ୍ରାଇବଟି ବଢେଇବେ, ଯାହାକି ମୁଁ ଏହି ଭିଡିଓରେ ବତାଇବାକୁ ଯାଉଛି ବା ବେଷ୍ଟ ଟ୍ରିକ୍ ନେଇକି ମୁଁ ଆସିଛି। ଆପଣଙ୍କର ଚ୍ୟାନେଲର ସବସ୍କ୍ରାଇବଟି ଜନ୍ମିନ ଭାବରେ ବଢିବ, ଏତିକି ଆପଣମାନେ ମୋ ଉପରେ ଭରସା ରଖନ୍ତୁ ଏବଂ ଭିଡିଓଟିକୁ ପୁରା ଦେଖନ୍ତୁ, ଯାହାଦ୍ୱାରା କି ଆପଣମାନେ ନିହାତି ଭାବରେ ଚ୍ୟାନେଲର ସବସ୍କ୍ରାଇବଟି ବଢେଇ ପାରିବେ। ଚାଲନ୍ତୁ ଫ୍ରେଣ୍ଡସ୍, ବେଶୀ ଡେରି ନ କରି ଭିଡିଓଟିକୁ ଆରମ୍ଭ କରିବା। ଲେଟ୍ସ ଷ୍ଟାର୍ଟ ନାଉ। ଆପଣମାନେ ଆପଣଙ୍କର ଭିଡିଓଟିକୁ ସବୁବେଳେ ସେୟାର କରନ୍ତି, ଇନଷ୍ଟାଗ୍ରାମରେ ସେୟାର କରନ୍ତି, ଫେସବୁକରେ ସେୟାର କରନ୍ତି, ହ୍ୱାଟ୍ସଆପରେ ସେୟାର କରନ୍ତି, ଆପଣଙ୍କର ସାଙ୍ଗମାନଙ୍କୁ ମଧ୍ୟ ସେୟାର କରନ୍ତି। ହେଲେ କିନ୍ତୁ ଫ୍ରେଣ୍ଡସ୍, ଆପଣମାନେ ଭୁଲ ଭାବରେ ଯାହାକି ସେୟାର କରୁଛନ୍ତି ସେମିତି ଆପଣମାନେ ସେୟାର କରନ୍ତୁ ନାହିଁ। ଆପଣମାନେ ଯଦି ସେମିତି ସେୟାର କରିବେ ତାହେଲେ ଆପଣଙ୍କର ସବସ୍କ୍ରାଇବ ମଧ୍ୟ ବଢିବ ନାହିଁ। ଏହି ଟ୍ରିକକୁ ଲଗାଇକି ଯଦି ସେୟାର କରିବେ ନିହାତି ଭାବରେ ସବସ୍କ୍ରାଇବଟି ବଢିଯିବ। ଆପଣମାନଙ୍କୁ ମୁଁ ଗ୍ୟାରେଣ୍ଟି ଦଉଛି, ଆପଣମାନଙ୍କର 100% ଯାହାକି ସଲ୍ୟୁସନ ହେଇଯିବ। ଏତିକି ତ ଆପଣମାନେ ଭରସା ରଖନ୍ତୁ ଏବଂ ଟ୍ରିକଟିକୁ ଆପଣମାନେ ଆପ୍ଲାଏ କରିକି ଦେଖନ୍ତୁ କେମିତି ଆପଣମାନେ ସେୟାର କରିବେ। ଆପଣମାନଙ୍କୁ ମୁଁ କହିଦଉଛି, ଆପଣମାନେ କେବଳ ଫେସବୁକ ଯିବେ ଏବଂ ଫେସବୁକର ସର୍ଚ୍ଚ ବାରରେ ସର୍ଚ୍ଚ କରିବେ କି ୟୁଟ୍ୟୁବ ଟିପ୍ସ, ୟୁଟ୍ୟୁବର ସବସ୍କ୍ରାଇବ ଇନକ୍ରେଜ, ଏମିତି ଆପଣମାନେ ସର୍ଚ୍ଚ କରିବେ। ଯେମିତି ସର୍ଚ୍ଚ କରିଦେବେ ବହୁତ ଗୁଡିଏ ଗ୍ରୁପ ଗୁଡିକ ଆସିଯିବ, ଯେଉଁ ଗ୍ରୁପରେ କି ଆପଣଙ୍କ ଭଳି ବହୁତ ଗୁଡିଏ କ୍ରିଏଟର ମାନେ ଏଢିକି ଥିବେ ବା ଲକ୍ଷ ଲକ୍ଷ କ୍ରିଏଟର ମାନେ ଏଢିକି ଥିବେ। ଆପଣମାନେ ସେ ଗ୍ରୁପକୁ ଫଲୋ କରି ନେବେ ଏବଂ ଆପଣମାନେ ସେଇ ଗ୍ରୁପରେ ହିଁ ସେୟାର କରିବେ ନିଜ ଭିଡିଓକୁ। ଯେତେବେଳେ ନୂଆ ଭିଡିଓଟି ଅପଲୋଡ କରିଦେବେ ସେତେବେଳେ ଆପଣମାନେ ଯାଇକି ସେୟାର କରିନେବେ। ଆପଣମାନେ ଏମିତି ମଧ୍ୟ କରିପାରିବେ, ଆପଣମାନେ ନିଜର ଫ୍ୟାମିଲି ମେମ୍ବରଙ୍କ ମୋବାଇଲକୁ ମାଗିକି ମଧ୍ୟ ଆପଣମାନେ ଗୋଟେ ଥର ୱାଚ୍ କରିନେବେ ଏବଂ ସେ ମୋବାଇଲରେ ହିଁ ଯାହାକି ସେୟାର କରିନେବେ। ଆପଣଙ୍କର ସେ ଆଇଡିରେ ସେୟାର କରିବେ ନାହିଁ। ଯଦି ୟୁଟ୍ୟୁବ ଜାଣି ଯିବ କି ଆପଣମାନେ ନିଜ ଭିଡିଓକୁ ନିଜେ ଯଦି ସେୟାର କରିଛନ୍ତି ତାହେଲେ ଇମ୍ପ୍ରେସନ ମଧ୍ୟ ଦେବ ନାହିଁ, ରିଚ୍ ମଧ୍ୟ ଦେବ ନାହିଁ। ଆପଣମାନେ ଅନ୍ୟ ଲୋକଙ୍କ ମୋବାଇଲକୁ ଯାଇକି ମାଗିକି ଭିଡିଓଟିକୁ ଦେଖନ୍ତୁ ଫୁଲ ଏବଂ ଗୋଟିଏ ଲାଇକ୍ କରନ୍ତୁ ଏବଂ ତାପରେ ହିଁ ସେୟାର କରନ୍ତୁ। ସେମିତି ଗ୍ରୁପ ଗୁଡ଼ିକୁ ଆପଣମାନେ ସର୍ଚ୍ଚ କରିକି ବା ଫଲୋ କରିକି ସେମିତି ମଧ୍ୟ କରିପାରିବେ। ଏହା ମଧ୍ୟ ବେଷ୍ଟ ଆଇଡିଆ ଫ୍ରେଣ୍ଡସ୍। ଆପଣଙ୍କର ଚ୍ୟାନେଲର ସବସ୍କ୍ରାଇବଟି ନିହାତି ଭାବରେ ବଢିଯିବ। ଆପଣମାନେ କେବଳ ଟ୍ରାଏ କରିକି ଦେଖନ୍ତୁ, ନହେଲେ ଆପଣମାନେ ଆଉ ଗୋଟେ ଆଇଡିଆ ମଧ୍ୟ ଲଗାଇ ପାରିବେ। ସେ ଆଇଡିଆଟି ହେଉଛି ଆପଣମାନେ କେମିତି ବେଷ୍ଟ କ୍ୱାଲିଟି ଭିଡିଓ ବନେଇ ପାରିବେ ଏବଂ କେମିତି ଲୋକମାନଙ୍କୁ ଗାଇଡ କରିପାରିବେ। ଯେତିକି ଆପଣମାନେ ସୁନ୍ଦର ଭାବରେ ଗାଇଡ କରିପାରିବେ ବା ଟଚ୍ କରିପାରିବେ ବା ଏଣ୍ଟରଟେନମେଣ୍ଟ କରିପାରିବେ, ସେତିକି ଆପଣଙ୍କର ଚ୍ୟାନେଲର ସବସ୍କ୍ରାଇବଟି ମଧ୍ୟ ବଢିଯିବ। ଏହି ଆଇଡିଆକୁ ମଧ୍ୟ ଆପଣମାନେ ଆପ୍ଲାଏ କରିପାରିବେ। ଆପଣମାନେ ମୋ ଚ୍ୟାନେଲକୁ ଦେଖନ୍ତୁ, ମୋ ଚ୍ୟାନେଲ ଗୋଟେ ଏଜୁକେସନ ଚ୍ୟାନେଲ, ସେଥିପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିଛନ୍ତି। ମୋର ଭିଡିଓରେ କମ ଭ୍ୟୁଜ ଗଲେ ମଧ୍ୟ ବହୁତ ସବସ୍କ୍ରାଇବ ମିଳେ ମୋତେ। ସେଥିପାଇଁ ଫ୍ରେଣ୍ଡସ୍, ଆପଣମାନେ ଯେତିକି ଏଣ୍ଟରଟେନମେଣ୍ଟ କରିପାରିବେ ବା ଯେତିକି ଗାଇଡ କରିପାରିବେ ବା ଯେତିକି ଟଚ୍ କରିପାରିବେ ଭଲ ଭାବରେ ଯଦି ଶିଖାଇ ପାରିବେ ତାହେଲେ ନିହାତି ଭାବରେ ଚ୍ୟାନେଲରେ ସବସ୍କ୍ରାଇବଟି ବଢିଯିବ। ଆପଣମାନେ ଏହି ଟ୍ରିକକୁ ମଧ୍ୟ ଆପ୍ଲାଏ କରିପାରିବେ। ଏହି ଭିଡିଓରେ ତ ଭଲ ଭାବରେ ବତାଇଲେ କି କେମିତି ଆପଣମାନେ ଦୁଇଟି ଟ୍ରିକକୁ ଆପ୍ଲାଏ କରିକି ଚ୍ୟାନେଲରେ ସବସ୍କ୍ରାଇବଟି ବଢିବ ବା ବଢେଇବେ ଆପଣମାନେ, ଯାହାକି ଆପଣମାନେ କେବଳ ଆପ୍ଲାଏ କରିକି ଦେଖନ୍ତୁ, ନିହାତି ଭାବରେ ବଢିଯିବ। ଭିଡିଓଟି ଯଦି ଭଲ ଲାଗିଛି ତାହେଲେ ଗୋଟେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିକି ରଖିବେ, ଯାହାଦ୍ୱାରା କି ଆମେ ଯେତେବେଳେ ନୂଆ ଭିଡିଓ ପୋଷ୍ଟ କରିବୁ ଆପଣମାନେ ସର୍ବପ୍ରଥମେ ଦେଖିପାରିବେ। ଚାଲନ୍ତୁ ଫ୍ରେଣ୍ଡସ୍, ଆମେ ନେକ୍ସଟ ଭିଡିଓରେ ଦେଖା ହବା।